ସ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ଜିନିଷ ଏବଂ ଖରାପ ଜିନିଷ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ। ବନ୍ଧୁଗଣ, ସ୍ତ୍ରୀର ସବୁଠାରୁ ସୁନ୍ଦର ଜିନିଷ କ'ଣ ଅଟେ ଏବଂ ତାହା କେଉଁଠି ଅଛି? ଆଜିର ଭିଡିଓରେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛି। ନିଷତ ଦେଶରେ ବୀରସେନ ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ତାଙ୍କର ଦୁଇ ପୁଅ ନଳ ଏବଂ କୁବେର ଥିଲେ। ରାଜାଙ୍କ ପରେ ବଡ଼ ପୁଅ ନଳ ରାଜଗାଦିରେ ବସିଲେ ଏବଂ ସେ ଖୁବ୍ ସୁନ୍ଦର ମଧ୍ୟ ଥିଲେ। କିନ୍ତୁ ତାଙ୍କର ଜୁଆ ଖେଳିବାର ଖରାପ ଗୁଣ ଥିଲା, ଯେଉଁ କାରଣରୁ ତାଙ୍କୁ ବିପତ୍ତି ଉଠାଇବାକୁ ପଡ଼ିଥିଲା। ସେହି ସମୟରେ ବିଦର୍ଭ ରାଜ୍ୟରେ ଭୀମ ନାମକ ରାଜା ଥିଲେ, ଯାହାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଥିଲା। ଝିଅ ଦମୟନ୍ତୀ ଖୁବ୍ ସୁନ୍ଦର ଥିଲେ ଏବଂ ତାଙ୍କ ବିବାହ ବୟସ ହେବାରୁ ରାଜା ସେହି ବିଷୟରେ ଚିନ୍ତା କରୁଥିଲେ। ଦମୟନ୍ତୀଙ୍କ ଖବର ପାଇ ସେପଟେ ନଳ ମଧ୍ୟ ତାଙ୍କୁ ବିବାହ କରିବାକୁ ଇଚ୍ଛା କଲେ। ଦମୟନ୍ତୀ ମଧ୍ୟ ନଳଙ୍କ ସୌନ୍ଦର୍ଯ୍ୟ ବିଷୟରେ ଅନେକ କିଛି ଶୁଣିଥିଲେ। ଥରେ ଦମୟନ୍ତୀଙ୍କ ବିଷୟରେ ଭାବୁ ଭାବୁ ନଳ ବଗିଚାରେ ବୁଲୁଥିବା ସମୟରେ ପାଖରେ ଥିବା ଏକ ପୋଖରୀରେ ବୁଲୁଥିବା ସୁନ୍ଦର ହଂସକୁ ଧରିଲେ। ହଂସ ମଣିଷ ସ୍ୱରରେ କହିଲା ଯେ ଯଦି ନଳ ତାଙ୍କୁ ଛାଡ଼ି ଦିଅନ୍ତି ତେବେ ସେ ଦମୟନ୍ତୀଙ୍କ ପାଖରେ ନଳଙ୍କ ମନର କଥା ପହଞ୍ଚାଇ ଦେବେ। ଏହା ଶୁଣି ନଳ ସେହି ହଂସକୁ ଛାଡ଼ିଦେଲେ। ହଂସ ଯାଇ ଏହି ବିଷୟରେ ରାଜକୁମାରୀ ଦମୟନ୍ତୀଙ୍କୁ କହିଲେ ଏବଂ ଜାଣିପାରିଲେ ଯେ ଦମୟନ୍ତୀ ମଧ୍ୟ କେବଳ ରାଜକୁମାର ନଳଙ୍କୁ ନିଜ ସ୍ୱାମୀ ଭାବରେ ପାଇବାକୁ ଚାହାନ୍ତି। ହଂସ ଯାଇ ରାଜକୁମାରୀ ଦମୟନ୍ତୀଙ୍କ କଥା ନଳଙ୍କୁ କହିଦେଲେ। ଏମିତି ଦମୟନ୍ତୀ ସବୁବେଳେ ନଳଙ୍କ କଥା ଭାବିଲେ ତାଙ୍କ ଚେହେରା ହଳଦିଆ ପଡ଼ିବାରେ ଲାଗିଲା। ରାଜକୁମାରୀଙ୍କର କୌଣସି ରୋଗ ନୁହେଁ, ବରଂ ତାଙ୍କର ବିବାହ ଇଚ୍ଛା ଥିବା ରାଜା ଜାଣିପାରିଲେ। ତେଣୁ ରାଜା ସ୍ୱୟଂବର ଆୟୋଜନ କଲେ। ସେଥିରେ ସବୁ ରାଜକୁମାର ଏବଂ ଏମିତିକି ନାରଦଙ୍କ ଠାରୁ ଦମୟନ୍ତୀଙ୍କ ପ୍ରଶଂସା ଶୁଣି ଇନ୍ଦ୍ର, ଅଗ୍ନି, ବରୁଣ, ଯମ ମଧ୍ୟ ଦମୟନ୍ତୀଙ୍କୁ ପାଇବାକୁ ସ୍ୱୟଂବରକୁ ଆସିଲେ। ବାଟରେ ନଳଙ୍କୁ ଦେଖି ତାଙ୍କ ଠାରୁ ଏହି ବଚନ ମାଗିଲେ ଯେ ସେମାନେ ଯାହା କହିବେ ନଳ ତାହା ପାଳନ କରିବେ। ନଳ ମଧ୍ୟ କଥା ଦେଲେ। ଦେବତାମାନେ ତାଙ୍କୁ ଦୂତ ହୋଇ ଦମୟନ୍ତୀଙ୍କୁ ଏହା କହିବାକୁ କହିଲେ ଯେ ଦମୟନ୍ତୀ ସେହି ଦେବତାଙ୍କ ମଧ୍ୟରୁ ଜଣଙ୍କୁ ସ୍ୱାମୀ ଭାବରେ ଗ୍ରହଣ କରନ୍ତୁ। ଏହା ଶୁଣି ନଳ ଦୁଃଖିତ ହେଲେ, କିନ୍ତୁ ବଚନ ଅନୁଯାୟୀ ସେ ଦମୟନ୍ତୀଙ୍କୁ କହିବାକୁ ଗଲେ। ଦେବତାଙ୍କ ଦ୍ୱାରା ଦିଆଯାଇଥିବା ଏକ ଶକ୍ତି ଦ୍ୱାରା ସେ କାହାକୁ ଦୃଶ୍ୟମାନ ହେଉ ନଥିଲେ, କିନ୍ତୁ ସେ ସମସ୍ତଙ୍କୁ ଦେଖିପାରୁଥିଲେ। ଏମିତି ଦମୟନ୍ତୀଙ୍କ କୋଠରୀରେ ପହଞ୍ଚିବାରୁ ରାଜକୁମାରୀ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏତେ କଡ଼ା ପହରା ସତ୍ତ୍ୱେ ସେ କିଭଳି ଆସିଲେ। ଏହାପରେ ନଳ ସବୁକିଛି କହିଲେ। ରାଜକୁମାରୀ କିନ୍ତୁ ମନେ ମନେ ରାଜକୁମାର ନଳଙ୍କୁ ନିଜ ସ୍ୱାମୀ ଭାବରେ ଗ୍ରହଣ କରିସାରିଥିଲେ। ଆଗାମୀ ଦିନ ସ୍ୱୟଂବର ସଭାରେ ଜଣେ ନୁହେଁ ବରଂ 4 ଦେବତା ନଳଙ୍କ ରୂପ ନେଇ ବସିଥିଲେ। ରାଜକୁମାରୀ ନଳ କିଏ ଜାଣିପାରିଲେନି, ତେଣୁ ସେ ଦେବତାଙ୍କୁ ନିଜର ସତ୍ୟତା କହି ଏବଂ ନଳଙ୍କୁ ଚିହ୍ନିବାକୁ ଶକ୍ତି ପ୍ରଦାନ କଲେ। ଦମୟନ୍ତୀ ନଳଙ୍କୁ ଚିହ୍ନି ପାରିଲେ ଏବଂ ତାଙ୍କୁ ବରଣମାଳା ପିନ୍ଧାଇ ଦେଲେ। ସବୁ ରାଜା ମହାରାଜା ଦମୟନ୍ତୀ ଏବଂ ନଳଙ୍କ ଭାଗ୍ୟର ପ୍ରଶଂସା କଲେ। ଏଥିରେ ନଳ ଜାଣିପାରିଲେ ଯେ ସ୍ତ୍ରୀଙ୍କ ମଧ୍ୟରେ ଗୋଟିଏ ବହୁତ ଭଲ କଥା ଯେ ସେମାନେ ମନରୁ ଯାହାକୁ ପସନ୍ଦ କରିଥାନ୍ତି ତାଙ୍କ ସାମ୍ନାରେ ଯେତେ ମୂଲ୍ୟବାନ ବସ୍ତୁ ଥିଲେ ବି ସେ ସବୁବେଳେ ତାହାକୁ ବାଛିଥାନ୍ତି। କିନ୍ତୁ ଥରେ ସେମାନେ ଚରିତ୍ରରୁ ହଟିଲେ ସେମାନେ ଆଉ କାହାର ନୁହନ୍ତି। ଏମିତି ନଳ ଏବଂ ଦମୟନ୍ତୀ ଦେବତାଙ୍କ ଆଶୀର୍ବାଦ ନେଇ ବିବାହ ମଧ୍ୟ କରିଥିଲେ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।